पंचदश अध्याय जीवात्मार मुखधर्म कथन। श्री गरुड़ उवाच कहई गरुड़ दीन बंधु दयामय कथाए पड़िछि मने फेड़म संशय। पूर्व अध्याय प्रभु देवनारायण बुझाई कहिले केते जन्म मरण। जड़ित अछंती प्राणे जीव आत्मा नुहे आत्मा अविनाशी गले जीव मृत हुए। किपरि जीवर माया छाड़ी आत्मा परे ए गुप्त तत्व मते कुह प्रभु बारे। श्री भगवान उवाच गरुड़ଙ୍କ बाणी शुणी श्रीहरिଙ୍କ मन आनंद सन्तोष चित्ते हईला मगन। हस हस मुख जने चंद्र परकाशे उषा आगमने अबा अरुण विकासे। कहिले गदगद हई अमीय वचन शुणिब सोपर्ण नर देहिंक वर्णन। संसारे दुई प्रकारे मानव चलई परमार्थी व्यवहारी दुई रूप बही। मलिलारे जीव सृष्टि विशाल जगत सत्य सनातन ताकू करे रूपवंत। सूक्ष्म तत्व जाहा नाही ए जगते जान तो आगे सुपन्न आजी करिबी वर्णन। 3.5 कोटी लुम रहे ए देहरे 7 लक्ष लुम शुभा पाए मस्तकरे। अंगुली गोटिके लक्ष काम करे लुके विशांगुल उपकार करे 20 लक्षे। 32 दंतर संख्या प्रमाण अटई रोगग्रस्त अंग संज्ञा छिन्न अछि हई। सहस्र पल मांसरे शरीर निर्माण 100 पल रक्त मेद 10 पल जान 47 पल चर्म रहिछि शरीरे। मजारे 12 पल रहे कळेबरे प्राण जहि तहि रक्त 3 पल रहे। मनुष्य शरीर एहि परि पिंड बहे नारी देहरे तो जेबे पतित हुई। अकलंक नारी देहे रज शुद्ध थाई 360 खंड अस्थिरे निर्मित। अस्थिरे मिसाई अस्थि हुए पाद हाथ हाथर गंठिके एक अंग उत्पन्न। शास्त्र कथा नुहे हा देहरे प्रमाण। कोटिए प्रकार नारी स्थूल सूक्ष्म भेदे स्थिर करिछंती एहा महामुनि वृंदे। 50 पल पीत ए शरीर रे अछि पीत संगे श्लेषा पुणी अधेक मिशिछि। मलमूत्र रे कलना कही न जुगाए तुच्छा कथा नेई केबा मस्तक बुलाए। मल आउ मूत्र दुहे शरीर रक्षारे साहाଯ୍ୟ करती मिशी अशेष प्रकारे। मल बा मूत्र जदि कुपित हुअंती संसारे देहि भुगे विषम विपत्ति। संसारे देह भुगे नानादि कषण कषण नुहे से अटे परीक्षा भीषण। ए संसारे स्थूल सूक्ष्म जेते वस्तु अछि परमार्थी अंगे सबु जड़ित रहिछि। आकाश पवन पुणी सागर पाताल ए जीव देहरे सर्व हई अछि ठूल। नवग्रह दिवाकर दिगपाल आदि परमार्थी देहे जड़िछंती निरवधि। स्वर्गलोक हृद मध्य दिशे वितपन कंठ देशरे महालोकंक वासस्थान। जनलोकटी मुख देशरे स्थित हई तपलोक माने कपोଳରେ सुखे ଥାଇ
ସତ୍ୟଲୋକ ବ୍ରହ୍ମଜାନ ରନ୍ଧ୍ରରେ ପ୍ରକାଶିତ। ଏପରି ଚତୁର୍ଦ୍ଦଶ ଭୁବନ ତହିଁ ଖ୍ୟାତ। ତ୍ରିକୋଣ ହୃଦୟ ପଦ୍ମ ପୀଠ ଅନ୍ତର୍ଗତେ। ସପ୍ତକୁଳା ପର୍ବତ ଯେ ହୋଇଛନ୍ତି ସ୍ଥିତେ। ଏସନ ନିର୍ଣ୍ଣୟ ବ୍ରହ୍ମ ପୁରାଣେ ବକତ। ନିରୂପଣ ହୋଇଅଛି ତହିଁର ବୃତ୍ତାନ୍ତ। ହୃଦୟ ରତ୍ନମୟ ଶ୍ରୀଯୁତ ସିଂହାସନେ। ପଦ୍ମପୁଷ୍ପ ବିହିତ ଯେ ତ୍ରିକୁଟର ସ୍ଥାନେ। ଧ୍ୟାନ ସର୍ବଦା କରନ୍ତି ମହିମଣ୍ଡଳକୁ। ଶ୍ରୀ ଉମାପତି ସାଧନ୍ତି ପରମ ଯୁଗକୁ। ଏହି ତ୍ରିକୋଣରେ ସ୍ଥିତ ହୋଇଛନ୍ତି ମେରୁ। ତଳ କୋଣରେ ମନ୍ଦିର ବସିଛନ୍ତି ଚାରୁ। ଦକ୍ଷିଣ କୋଣ ଭାଗରେ ଅଛନ୍ତି କୈଳାସ। ବାମ କୋଣରେ ହିମ ଅଚଳ ସ୍ୱପ୍ରକାଶ। ନିଷେଧ ନାମରେ ନଖ ଊର୍ଦ୍ଧ୍ୱରେଖା ସ୍ଥାନେ। ଗନ୍ଧମାର୍ଦ୍ଦନ ଦକ୍ଷିଣ ରେଖା ସନ୍ନିଧାନେ। ରମଣ ବାମ ରେଖାର ପରେ ସଦା ଥାଇ। ସପ୍ତକୁଳା ପର୍ବତଟି ଏମନ୍ତେ ବସଇ। ସେ ପୁରୁଷର ଅସ୍ଥି ସ୍ଥାନରେ ଜମ୍ବୁ ବସେ। ମଜା ସ୍ଥାନେ ଶାକଦୀପ ସର୍ବଦା ପ୍ରକାଶେ। ମାଂସ ମଧ୍ୟରେ କୁଶଦୀପର ଅଟେ ସ୍ଥାନ। କଞ୍ଚଦୀପ ଶିରାମାନଙ୍କରେ ସୁଗଠନ। ଶାଲ୍ମଳୀ ଦୀପ ସ୍ଥାପିତ ହୋଇଛି ଚର୍ମରେ। ପ୍ଲକ୍ଷଦୀପ ସେହି ଲୋକମାନଙ୍କେ ସଞ୍ଚରେ। ନଖ ମଧ୍ୟରେ ଅଛନ୍ତି ପୁଷ୍କରାଦି ତୀର୍ଥେ। ସାଗର ମାନଟି ଯହିଁ ବସିଛନ୍ତି ସୁସ୍ଥେ। ଲବଣ ଓ ବଧି ହୋଇଅଛି ଶୁଭ୍ର ରୂପ। କ୍ଷୀର ମହୁ ଦଧିଟି ଯେ ଶୁକ୍ରରୁ କଶ୍ୟପ। ସୁରା ଦଧି ସମୁଦ୍ର ଯେ ଶ୍ଳେଷାରୁ ସମ୍ଭୂତ। ଘୃତ ସାଗରଟି ମଜା ଗତୁ ହୋଇଜାତ। ଇକ୍ଷୁ ରସ ସରିତ ଅଛଇ ରକ୍ତୁ ଜନ୍ମି। ତା ସ୍ୱାଦରୁ ରସଜାତ ହୁଅଇ ମେଦିନୀ। ସ୍ୱାଦୁ ସଲିଳ ସମୁଦ୍ର କଣ୍ଠ ନଳୁ ଜାତ। ଶପଥ ସମୁଦ୍ର ଏଇ ରୂପେ ଅଛି ଖ୍ୟାତ। ନାନା ବିନ୍ଦୁ ଚକ୍ର ସ୍ଥିତ ଅଛି ଯେଉଁ ସ୍ଥାନେ। ତାହା ଶୁଣି ତୁମ୍ଭେ ଧୀର ସ୍ଥିର ହୋଇ ମନେ। ଅନେକ ବିନ୍ଦୁ ଚକ୍ର ଯେ ବ୍ରହ୍ମଚନ୍ଦ୍ର ପାଖେ। ଏକ ଏକ ଅଙ୍ଗୁଳିରେ ଅଛଇ ସଳଖେ। ଏହି ପ୍ରମାଣରେ ଯୁଗ ଶାସ୍ତ୍ରେ ଛନ୍ତି କହି। ରନ୍ଧ୍ର ତଳେ ନାଦ ବିଦ୍ରୁମ ଯେ ରୂପ ବହି। ତହି ଏକାଙ୍ଗୁଳରେ ସ୍ଫଟିକ ରୂପେ ବିନ୍ଦୁ। ଏହି ରୂପରେ ସର୍ବଦା ସ୍ଥିତ ସୂର୍ଯ୍ୟ ଇନ୍ଦୁ। ନାଦ ଚକ୍ରରେ ସ୍ଥିତ ସବିତା ଅଂଶ ଥାଇ। ବିନ୍ଦୁ ଚକ୍ରରେ ଚନ୍ଦ୍ରମା ସର୍ବଦା ବସଇ। ଲୋଚନରେ ସ୍ଥିତ ଯେ ମଙ୍ଗଳ ମହାଗ୍ରହ। ହୃଦୟରେ ନିବସଇ ବୁଧ ଅହରହ। ବିଷ୍ଣୁ ସ୍ଥାନ କହନ୍ତି ଯେ ନାଭିମଣ୍ଡଳକୁ। ମଣିପୁର ଚକ୍ର ଗୋଲକଟି କହି ତାକୁ। ସେଠାବରେ ଦେବଗୁରୁ କରନ୍ତି ବିଶ୍ରାମ। ତାହା ଜାଣି ସ୍ମରିଲେ କତୁଟେ ଭବ ଭ୍ରମ। ଶୁକ୍ରରେ ଶୁକ୍ର ଗ୍ରହଟି ହୋଇଛନ୍ତି ସ୍ଥିତ। ସେହି ଅଂଶରୁ ପ୍ରଜାଏ ହୁଅନ୍ତି ସମ୍ଭୂତ। ନାଭି ପରେ ନ ଶନିଶ୍ଚରଙ୍କ ବାସସ୍ଥାନ। ମୁଖ ଦେଶେ ରାହୁ ଗ୍ରହ ଅଂଶ ବିତପନ। ହୃଦୟଠାରୁ କଣ୍ଠ ପର୍ଯ୍ୟନ୍ତ ବାୟୁ ସ୍ଥାନ। କେତୁ ଗ୍ରହ ତହିଁରେଟି ଥାଏ ବିଷ୍ଣୁ ଯାନ। ଏହିପରି ଶରୀରରେ ଗ୍ରହର ମଣ୍ଡଳ। ନିଶ୍ଚୟ କରି ନ ଜାଣ କଶ୍ୟପଙ୍କ ବାଳ। କହିଲୁଟି ଆମ୍ଭେ ଯାହା ସ୍ୱରୂପ ବୃତ୍ତାନ୍ତ। ବିରାଟ ରୂପରେ ଏହୁ ସ୍ୱରୂପରେ ଚିନ୍ତ। ଈଶ୍ୱର ଯନ୍ତ୍ରିତ ଏହା ମହାତ୍ମ୍ୟ
ତତ୍ତ୍ୱ ଜାଣ। ପ୍ରତି ଦିବସ ପ୍ରଭାତ ସମୟରେ ଉଠି ପଦ୍ମାସନରେ ବସିବ କରି ଏକ ଦୃଷ୍ଟି। ଷଡ଼ଚକ୍ର ଚିନ୍ତନକୁ କରି ସେହି କାଳେ ଯଥାକଥିତ ଅଜପା କର୍ମ ଯେତେବେଳେ ଅଜପା ନାମ ଗାୟତ୍ରୀ ଫଳ ଯାକୁ କହିବାକୁ ତୁମ୍ଭ ଆଗେ ଶୁଣ ମନ ଦେଇ। ମୁନୀଶ୍ୱର ନାମେଟି ସ୍ୱାଧୀନ ମୁଖ୍ୟ ପଦ ଅନ୍ତକାଳରେ ଯାଇ ମିଳିଲେ ବିଷ୍ଣୁ ପାଦ। ଏହି କର୍ମ ସଂକଳ୍ପକୁ କରିବା ମାତ୍ରକେ ସର୍ବପାପ ମୋଚନଟି ହୁଏ ନାଗାନ୍ତକେ। ଅଜପାର ବିଧାନକୁ ଏହି ପ୍ରାୟ ଶୁଣ। ମାଳା ଆଦି ଜପେ କଦା ନୁହେଁ ପ୍ରୟୋଜନ। ନ ଉଚ୍ଚାରିଣ ମୁଖେ ନ କରି ସଂଖ୍ୟା ରେଖେ। ଅଜପା ଗାୟତ୍ରୀଙ୍କୁ ଶିଖିନ ଗୁରୁ ମୁଖେ। ଶୁଣି ପିଙ୍ଗଳାକ୍ଷ ଅତି ଦୃଢ଼ କରି ମନ। ଉତ୍ତମ କର୍ମ ଅଟଇ ଅଜପା ଭଜନ। ଯାହା କଲେ ସର୍ବଦା ଜୀବ ହେବ ସୁଖୀ। ଜୀବ ଭାବରୁ ମୁକ୍ତ ହିକେ ନୁହେଁ ଦୁଃଖୀ। ନିତ୍ୟ କର୍ମରେ ତାହା କଲେ ଆରାଧନ। ବ୍ରହ୍ମସ୍ୱରୂପ ନିଶ୍ଚୟ ହେବ ଏ ଜୀବନ। ମୂଳାଧାର ଦିବ୍ୟ ଅଧିଷ୍ଠାନ ମଣିପୁର। ଅନାହତ ବିଶୁଦ୍ଧ ଯେ ମୁଖ ଚକ୍ରପୁର। ଷଡ଼ଚକ୍ରର ନିର୍ଣ୍ଣୟ କହିବୁ ଆଗରେ। ଗୁରୁ ଉପଦେଶ ଭେଦି ଲେଟିବ ଭୂତରେ। ମୂଳାଧାର ପ୍ରଥମ ଯେ ଲିଙ୍ଗ ଚକ୍ରମାନ। ନାଭିରୁଧ କଣ୍ଠ କ୍ରମାନ୍ୱୟେ ଚକ୍ରମାନ। ଭ୍ରୂଲତାଦ୍ୱୟର ମଧ୍ୟେ ଏକ ଦଳ ଚକ୍ର। ବ୍ରହ୍ମରନ୍ଧ୍ର ତାର ଊର୍ଦ୍ଧ୍ୱେ ଭେଦେ ହେବ ଶକ୍ର। ମୂଳାଧାର ଠାରୁ ଲାଗି ବ୍ରହ୍ମରନ୍ଧ୍ର ଯାଏ। ଏ ମଧ୍ୟରେ ଷଡ଼ଚକ୍ର ହୋଇଛି ନିର୍ଣ୍ଣୟେ। ଆଧାର ଚକ୍ରର ଚାରି ଦଳ ଅଗ୍ନି ପ୍ରାୟ। ଚତୁର ଦଳରେ ଚାରି ବର୍ଣ୍ଣର ଆଶ୍ରୟ। ବ ଶ ଷ ଶ ଏହି ଅଟଇ ଯେ ଚାରି ବର୍ଣ୍ଣ। ଏମାନଙ୍କର ନ୍ୟାସ ହୁଅଇ ଏ ଚକ୍ରେଣ। ସ୍ୱାଧିଷ୍ଠାନ ଚକ୍ରରେ ଯେ ବର୍ଣ୍ଣ ନ୍ୟାସ ରୂପ। କହିବାକୁ ତୁମ୍ଭ ଆଗେ ଅଛଇ ଯଦ୍ରୂପ। ପ୍ରଭାକର ସମାନ ପ୍ରକାଶେ ତାର ଜ୍ୟୋତି। ଷଡ଼ ପାଖୁଡ଼ା ତାହା ମଣ୍ଡଳ ଆକୃତି। ବ ଭ ମ ଯ ର ଳ ଅଟଇଟି ଷଡ଼ାକ୍ଷର। ସେହି ଦଳମାନଙ୍କରେ ନ୍ୟାସ ଖଗବର। ମଣିପୁରକୁ ଚକ୍ରଟି ଅଟଇ ଯେ ମନ୍ତ। କହିବାକୁ ତାହା ଶୁଣ ସିଦ୍ଧାନ୍ତ ମହତ। ରକ୍ତପ୍ରାୟ ଏକତା ବର୍ଣ୍ଣ ଦିଶଇ ସର୍ବଦା। ଦଶ ଦଳରେ ଆବୃତ ଅଟେ ମୁଖଦାତା। ଠ ବର୍ଣ୍ଣର ଶେଷଠାରୁ ବ ଅକ୍ଷର ଯାଏ। ମଧ୍ୟ ଦଶାକ୍ଷର ସହ ଚକ୍ର ନ୍ୟାସ ହୁଏ। ଅନାହତ ପୁର କହିବାକୁ ତୁମ୍ଭ ଆଗେ। ବର୍ଣ୍ଣନ୍ୟାସ ଦଳ ଯେ ମନ୍ତଟି ଦୃଶ୍ୟ ଅଙ୍ଗେ। କ ବର୍ଣ୍ଣ ଆଦ୍ୟରୁ ସଂଖ୍ୟା ଠ ଅକ୍ଷର ପ୍ରାନ୍ତ। ଦ୍ୱାଦଶ ବର୍ଣ୍ଣ ସେହି ଚକ୍ରରେ ହୁଏ ସ୍ଥିତ। ଅଷ୍ଟଚତୁର ଦଳ ଯେ ଅଟଇ ତାହାର। ସୁବର୍ଣ୍ଣ ପ୍ରାୟ କ ଆଭା ଦିଶେ ନିରନ୍ତର। ପତ୍ରମାନଙ୍କରେଟି ଷୋଡ଼ଶ ସ୍ୱର ଉଦେ। ଦଳର ଆଭା ବିଶୁଦ୍ଧ ଚନ୍ଦ୍ର ଜ୍ୟୋତି ନିନ୍ଦେ। ତାର ପରେ ଦୁଇ ଦଳରେ ଯେ ଚକ୍ର ପଦ୍ମ। ହଂସ ଅକ୍ଷରଟି ତହିଁ କରିଥାଏ ଛଦ୍ମ। ସେହି ହଂସ ପାଦ ଅଟଇଟି ରକ୍ତବର୍ଣ୍ଣ। ହଂସ ଅକ୍ଷର ଯୁଗତ ବେନିପତ୍ରେ ଜାଣ। ଏଥି ଊର୍ଦ୍ଧ୍ୱେନ ଗତେ ଶୁକ୍ଳିମା କ୍ଳାନ୍ତି ଯୁକ୍ତେ। ସହସ୍ର ଜଳସରୁ ଯେ ଥାଇ ଅବିରତେ। ସତ୍ୟ ଆନନ୍ଦମୟ ଯେ ସଦାଶିବମୟ। ଜ୍ୟୋତିର୍ମୟ ସୁନିର୍ମଳ ଅଟେ ଖଗରାୟ। ସେହି ସ୍ଥାନକୁ ଯେବେ ଦେଖିବ ଜ୍ଞାନ ବଳେ। ଜୀବ ଭାବ ତୁଟି ଯିବ
ଜାଣ ଯେତେବେଳେ ଗଣେଶ ବ୍ରହ୍ମା ଶ୍ରୀ ବିଷ୍ଣୁ ଦୁର୍ଗା ଶିବ ଗୁରୁ ଏହାକୁ ଷଟ ଚକ୍ରରେ ଚିନ୍ତିବ ଆଦ୍ୟରୁ ବ୍ୟାପକ ପରମ ବ୍ରହ୍ମ ବିକଶିତ ଷଷ୍ଠ କ୍ରମରେ ଚିନ୍ତା କଲେ ନଥିବ ଭବ କଷ୍ଟ ଏକବିଂଶ ସହସ୍ରଟି ଷଷ୍ଠ ଶତାଧିକ ସଂଖ୍ୟା କ୍ରମରେ ଗଣନ ଅଟେ ନାଗାନ୍ତକ ଦିବସ ରାତି ହୋଇନ ଚଳେ ଶ୍ୱାସ ଏତେ ସୂକ୍ଷ୍ମ ପରିମାଣ କୋଟି କରନ୍ତି ପଣ୍ଡିତେ ହିକାରରେ ଶ୍ୱାସ ବହିର୍ଗତ ହୋଇଯାଇ ସକାର ଶ୍ୱାସରେ ପୁନଃ ଯାଇ ପ୍ରବେଶଇ ପରମ ଆତ୍ମା ହଂସ ସ୍ୱରୂପୀ ପାଦ ମୂଳୁ ଜାତ ହେଉଅଛି ଶ୍ୱାସ ପ୍ରଶ୍ୱାସ ତା ତଳୁ ବ୍ୟାପକ ପରମ ବ୍ରହ୍ମ ସମ୍ଭୂତ ଅକ୍ଷର ହଂସ ହଂସେତି ମନ୍ତ୍ରରେ ଜପ ତତ୍ତ୍ୱସାର ଷଟ୍ଶତ ଗଣନାଥଙ୍କର ନିମିତ୍ତରେ ଷଷ୍ଠ ସହସ୍ରେକ ଜପ ଧାତାଙ୍କ ଅର୍ଥରେ ସହସ୍ର ଷଟ୍ ଶ୍ରୀ ବିଷ୍ଣୁ ଦେବଙ୍କ ନିମିତ୍ତ 6,000 ଶ୍ରୀ ଦୁର୍ଗା ଦେବୀଙ୍କର ଖ୍ୟାତ ଜୀବାତ୍ମାକୁ ସହସ୍ରେକ କରିବ ପ୍ରଦାନ ସହସ୍ର ସଂଖ୍ୟକ ଗୁରୁ ଦେବଙ୍କୁ ପ୍ରଦାନ ସହସ୍ରେକ ପରମାତ୍ମେ କରି ଜପ ସଂଖ୍ୟା ନିବେଦନ କରିବଟି ନ କରି ଉପେକ୍ଷା ଏହି ସଦାଚାର ସଦା ହୋଇଛି ପ୍ରମାଣ ବ୍ରହ୍ମମୟୂଖ ଗ୍ରନ୍ଥରେ ହୋଇଛି ବର୍ଣ୍ଣନ ସର୍ବବ୍ରହ୍ମମୟ ଅଟେ ଏକ ରୂପ ଜାଣ କିରଣ ପ୍ରକାଶିତ ଯେ ସକଳ ଘଟେଣ ଚକ୍ରମାନଙ୍କରଟି ଅମର ଗଣେ ସ୍ଥିତ ଅଂଶ ପ୍ରଭା ତାହାଙ୍କର ହୁଅଇ ଉଦିତ ଗଣେଶ ଆଦିପକ ଦେବ ଯଥାକ୍ରମେ ଭକ୍ତ ଋଷି ସମ୍ପ୍ରଦା ମାର୍ଗରେ ଯାହା ଅଛି ବ୍ୟକ୍ତ ଅଋଷି ମୁନି ଗଣେଟି ପଥିକ ଏଥିରେ ଉପାସନା କରୁଥାନ୍ତି ଭାବି ନିରନ୍ତରେ ଉକ୍ତ ଅଛି ବେଦ ସ୍ମୃତି ଗ୍ରନ୍ଥେ ଏହି ଦୀକ୍ଷା ଧାତା ମାଗିଥିଲେ ଶ୍ରୀ ବିଷ୍ଣୁଙ୍କୁ ଯୁଗ ଭିକ୍ଷା ଉଦର ନଳ ଶାନ୍ତି ଏହି ଯୁଗ ମାର୍ଗେ ଋଷିଗଣଙ୍କୁ ପଦ୍ଧତି ସାଧି ଯଥା ଯୁଗେ ଶ୍ରୀ ଶୁକ ଦେବ ଯେ ଉପଦେଷ୍ଟା ହୋଇ କରି ପରୀକ୍ଷିତ ଆଦି ଶିଷ୍ୟ ବର୍ଗେ ସେ ଉଦ୍ଧାରି ତହିଁ ଅଜପା ଯୁଗରେ ଶବ୍ଦ ହେଲା ମୁକ୍ତି ଶ୍ରୀ ଶୁକ ସାଧନ କରାଇଲେ ଯେଉଁ ଯୁକ୍ତି ବାମଜାନୁ ଫାଡ଼ି ଗୁଇଠିକୁ ଗୁହ୍ୟ ଦ୍ୱାରେ ଚାପ ଦେଇ କରି ସତ ନିଶ୍ୱାସ ମଧ୍ୟରେ ଉଠାଇବ ବନକୁ ଯେ ଊର୍ଦ୍ଧ୍ୱଗତି କରି ଶଟଦଳ ଚକ୍ରରେ ନେଇନ ତାକୁ ଭରି ପୂର୍ବ ପରମାଣେ ନାଭି ଅବସ୍ଥିତ ବାୟୁ ହୃଦ ଚକ୍ରରେ ନେଇନ ଟେକିଲେ କଳ୍ପାୟୁ ସେହି ସ୍ଥାନର ଉଦାନ ବାୟୁ ସଙ୍ଗତରେ ଭୂମଧ୍ୟରେ ଚଳାଇବ ଏକତ୍ର ଭାବରେ ମନ ବୁଦ୍ଧି କି ସୁଦୃଢ଼ କରି ଯେତେବେଳେ ଊର୍ଦ୍ଧ୍ୱ ବ୍ରହ୍ମ ତାଳୁକୁଟି ଟେକି ସେହି କାଳେ ତଦ ଅନ୍ତେ ଦୃଢ଼ ଚିତ୍ତେ ସେ ରୂପକୁ ଚିନ୍ତି ସର୍ବକାଳେ ଅବସ୍ଥିତ ଜ୍ୟୋତି ଯେଉଁ ମୂର୍ତ୍ତି ଏବଂ ଭୂତ ଶ୍ରୀକୃଷ୍ଣ ରୂପକୁ କରି ଧ୍ୟାନ ଦଶମ ସ୍କନ୍ଧରେ ଏହା ହୋଇଛି ବ୍ୟାଖ୍ୟାନ ବ୍ରହ୍ମ ମୁହୂର୍ତ୍ତରୁ ସଦା ଉଠିନ ଅଳସେ ପବନକୁ ତୋଳିବଟି ଗୁରୁ ଉପଦେଶେ ଆତ୍ମାର ପ୍ରସନ୍ନତାକୁ କରିବ ଧାରଣ ଜ୍ୟୋତି ରୂପକ ଅବୟ ଶ୍ରୀକୃଷ୍ଣ ଚରଣ ନିତ୍ୟ ପଦାର୍ଥକୁ ସଂସ୍ଥାପନ କରି ଦେଖି ସର୍ବକର୍ମ ସହରଣ ଅଟନ୍ତି ଯେ ସାକ୍ଷୀ ବ୍ରହ୍ମ ନାମ ତାହାଙ୍କର ଭବନାଶ ହେତୁ ନିଜ ସ୍ୱଶକ୍ତିରେ ଲକ୍ଷ୍ୟ କଲେ ଦେବ ମୃତ୍ୟୁ ବିନା ଗୁରୁଙ୍କର ଉପଦେଶେ ନୁହେଁ ସିଦ୍ଧ ଜନ୍ମ ମୃତ୍ୟୁ ନ ତୁଟଇ ମୁଖ ହି ଅସାଧ୍ୟ
ଶ୍ରୀ ଶୁକଦେବ ଯେ ଏହି ସୂତ୍ର ଛନ୍ତି କହି ଅନୁଗାମୀ ହୋଇଲାଟି ଭବ ଭୟ ନାହିଁ। ଏ ସାଧନରେ ମନକୁ କରି ତୁରଙ୍ଗମ ପ୍ରଭାବିତ କରାଇଲେ ମିଳେ ସୁଖ ଧାମ। ଶ୍ରୀ ଗୁରୁଙ୍କର ଚରଣ କରି ନବୋଇତ ତହିଁ ବ୍ୟସନରେ ବଣିଜକୁ କର ସ୍ଥିତ। ସତ୍ୟକୃତ କର୍ଣ୍ଣଧାର କୁଟି ବସାଇନ ଭବ ଜଳଧିରୁ ପାର ହୁଅ ବିଚକ୍ଷଣ। ଅନ୍ତର୍ଜାଗ କର ହେ ମାନସ ଉପଚାରେ ପୂର୍ବ କଥିତ ଅର୍ଚ୍ଚନା ବିଧି ଅନୁସାରେ। ତଦନ୍ତରେ ବହିର୍ଯାକ ଯଥା ଲୁଭେ କରି ଶ୍ରୀହରିହରଙ୍କ ପୂଜା ଶ୍ରଦ୍ଧାରେ ଆଚରି। ସ୍ନାନ ସନ୍ଧ୍ୟା ଆଦି କରି ସାରି ନିତ୍ୟାଚାର ତାହା କଲେ ନିର୍ମଳତା ହୁଏ ଲୁକାଚାର। ଶରୀରର ଅଭିମାନୀ ଜନମାନଙ୍କର ଅନ୍ତର୍ମୁଖୀ ବୃତ୍ତଚୟ ଭାଙ୍ଗି ନୁହେଁ ନର। ଏଣୁ କରି ଆମ୍ଭ ଭକ୍ତିର ପ୍ରଭାବରେ ସୁଦୃଢ଼ରେ ମୁଖପ୍ରଦ ହୁଏ ଅଚିରରେ। ମହର ଭକ୍ତ ମହର ପ୍ରସାଦରୁ କରି ଅନାୟସରେ ମୁକ୍ତ ଲଭଇ ନାଗୈରୀ। ଚାରି ପ୍ରକାର ଭକ୍ତ ଧରନ୍ତି ଶରୀର ତପସ୍ୟା ଯୁଗ ଦୟା ଯେ ମୁଖ୍ୟ ଏ ପ୍ରକାର। ଏଥିରୁ ଷଷ୍ଠ ଅଟଇ ମନ ଭକ୍ତି ମାର୍ଗ ଖେଟ ଖର୍ବଟ ଯେ ଶୂନ୍ୟ ମୁଞ୍ଚର ବିଭାଗ। ସର୍ବସ୍ଥାନେ ଜ୍ଞାତା ବ୍ରହ୍ମ ଆଦି ଋଷିଗଣ ନିଶ୍ଚୟ କରି ଅଛନ୍ତି ଏ ଉକ୍ତି ଆପଣ। ଏହି ଉକ୍ତିଟି ଦ୍ୱିତୀୟ ସ୍କନ୍ଧରେ ବ୍ୟାଖ୍ୟାନ କରି ଅଛନ୍ତି ବ୍ରହ୍ମା ନାରଦେ ସମ୍ବୋଧନ। ନାହିଁ ଅନ୍ୟ ଏହାଠାରୁ ଶୁଭପ୍ରଦ ଦୀକ୍ଷା ବିଶଦ ପଥ ଅଟଇ କର ତୁମ୍ଭେ ଶିକ୍ଷା। ଇତି ଶ୍ରୀ ଗରୁଡ଼ ପୁରାଣେ ସାରୁଦ୍ଧାରେ ଜୀବାତ୍ମାର ମୁଖ୍ୟ ଧର୍ମ କଥନେ ନାମ ପଞ୍ଚଦଶ ଅଧ୍ୟାୟ।